नवेम्बर 16 तारिख होउछि जातीय प्रेस दिवस। यह अवसर में नवरंगपुर जिला प्रशासन पक्षर स्थानीय मिशन शक्ति सभागृह में जिलार समस्त सांबादिक मानक सहित एक आलोचना चक्र अनुष्ठित होइछे। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ସାମ୍ବାଦିକମାନଙ୍କ ସୁରକ୍ଷା ଏବଂ ଆବଶ୍ୟକ ବିଷୟକୁ ନେଇ ସରକାରଙ୍କ ଦୃଷ୍ଟିଗୋଚର କରିବେ ବୋଲି କହିଥିଲେ। ଆଜିର ଦିବସରେ ଗଣମାଧ୍ୟମର ପରିବର୍ତ୍ତିତ ସ୍ୱରୂପ ବିଷୟରେ ଆଲୋଚନା କରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଭିତ୍ତିକ ଖବରକୁ ଲୋକଲୋଚନକୁ ଆଣି ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛନ୍ତି, ଯାହାଦ୍ୱାରା ସମସ୍ୟା ଦୂର ହୋଇପାରୁଛି। କିନ୍ତୁ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ଆକ୍ରୋଶର ଶିକାର ହେଉଛନ୍ତି। ସେଥିପାଇଁ ପ୍ରଶାସନ ଦୃଷ୍ଟି ଦିଆଯିବାକୁ ମତ ପ୍ରକାଶ ପାଇଥିଲା। ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକମାନେ ମଧ୍ୟ ସାମ୍ବାଦିକମାନଙ୍କ ସୁରକ୍ଷା ନେଇ ଦାବି ରଖିଥିଲେ। ଏହି କାର୍ଯ୍ୟକ୍ରମରେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ବୁଦ୍ଧିଜୀବୀ ବିଜୟ କୁମାର ମିଶ୍ର ଓ ସାଂସ୍କୃତିକ ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଗତ ଦିନ ମାନଙ୍କରେ ଯେମିତି ସାମ୍ବାଦିକ ମାନଙ୍କୁ ସ୍ୱାଧୀନ ଭାବରେ ପରିବେଷଣ କରିବା ପାଇଁ ଦିଆଯାଉନଥିଲା, ତାର ମଧ୍ୟ ଏଠି କଥା ଉଠିଥିଲା ଏବଂ ବ୍ୟକ୍ତିଗତ ସମସ୍ୟା ଆଉ ଖବର ପ୍ରସାରଣ ପାଇଁ ପ୍ରତିବନ୍ଧକ ଯୋଉ ଆବଶ୍ୟକ ହେଉଛି ପ୍ରତିବନ୍ଧକ ହେଉଛି ତାର ବିଷୟରେ ମଧ୍ୟ ଆଲୋଚନା ହେଇଥିଲା ଏବଂ ବ୍ୟକ୍ତିଗତ ସମସ୍ୟା ବିଷୟରେ ମଧ୍ୟ ସରକାରଙ୍କ ମଧ୍ୟ ଯୋଉ ଦୃଷ୍ଟି ଆକର୍ଷଣ ହେଇଥିଲା ତାକୁ ମଧ୍ୟ କେନ୍ଦ୍ର ସରକାର ପାଖରେ ପହଞ୍ଚାଇବା ପାଇଁ ଏବଂ ରାଜ୍ୟ ସରକାର ପାଖରେ ପହଞ୍ଚାଇବା ପାଇଁ ମଧ୍ୟ ସାମ୍ବାଦିକ ବନ୍ଧୁମାନେ ଅନୁରୋଧ କରିଥିଲେ। ତାକୁ ମଧ୍ୟ ଆମେ ଯଥାସ୍ଥାନରେ ପହଞ୍ଚାଇବୁ। बहुत खुशी कथा प्राय समस्त सांबादिक भाई भौणी मैंने बढ़ी चढ़ी भाग ने सकारात्मक मत व्यक्त कले एवं आगामी दिन रे आमर प्रेस रिपोर्टिंग केमिति आहरी बढ़िया हम, सुंदर हम, विश्वसनीय हम एवं सरकार मध्य कौन सेफगार्ड दरकार अच्छी जर्नालिस्ट मान सामाजिक सुरक्षा ठार नहीं व्यक्तिगत सुरक्षा रिपोर्टिंग समय विभिन्न जगह को गला बेलू ये सब विषय नहीं कि आलोचना होती। आम निश्चित भाव में सरकार को जहाँ आपण मैंने सुझाव देते सजेसन देते सरकार पाखे पहुँचेबू एवं आजिर आलोचन नवरंगपुर जर्नालिस्ट भाई भाई मैंने अच्छा निश्चित भाव में बहुत सकारात्मक भाव में जार भी आम तो एमती भल रिपोर्टिंग होता कि किसी भी व्यक्तिगत भाव में किए भी निजर किसी भूल त्रुटि थी निश्चित हृदयंगम करेंगे और सामाजिक उत्तरदायित्व भाविकी सकारात्मक एवं विश्वसनीय खबर परिवेषण कर कौन प्रकार पछेबे यहाँ मोर बहुत दृढ़ विश्वास। नवरंगपुर अनिल प्रभात भद्रा रिपोर्ट, खबर ओडिशा।